ଅବୟୀଭାବ ସମାସ। ଯେଉଁ ସମାସରେ ଅବୟ ପଦ ପୂର୍ବପଦ ଭାବରେ ରହି ଅନ୍ୟ ପଦ ସହିତ ସମାସ ହୋଇଥାଏ ଓ ତହିଁରେ ଅବୟର ଅର୍ଥ ପ୍ରାଧାନ୍ୟ ଥାଏ ତାକୁ ଅବୟୀଭାବ ସମାସ କୁହାଯାଏ। ଦେଖି ପ୍ରତିହିଂସା ପରାୟଣ ବ୍ୟକ୍ତିର ଅଧିକ କ୍ଷତି ହୁଏ। ହରିବାବୁ ଘଟଣାକୁ ଆମୂଳଚୂଳ ବର୍ଣ୍ଣନା କଲେ। ପ୍ରଥମ ବାକ୍ୟର ପ୍ରତିହିଂସାରେ ପ୍ରତି ହେଉଛି ଗୋଟିଏ ଅବୟ ପଦ। ସେହିପରି ଦ୍ୱିତୀୟ ବାକ୍ୟର ଆମୂଳଚୂଳରେ ଆ ହେଉଛି ଅବୟ ପଦ। ଅବୟ ପଦ ଦୁଇଟି ଶବ୍ଦର ଆରମ୍ଭରେ ରହିଛି। ଅବୟ ପଦ ସହିତ ଅନ୍ୟ ପଦ ମିଶିଛି। ଏଥିରୁ ଆମେ କହିପାରିବା ଯେ ଯେଉଁ ସମାସରେ ଅବୟ ପଦ ପୂର୍ବପଦ ଭାବରେ ରହିବ ଆଉ ଅନ୍ୟ ପଦ ସହିତ ସମାସ ହୋଇଥାଏ ତହିଁରେ ଅବୟର ଅର୍ଥ ପ୍ରାଧାନ୍ୟ ଥାଏ ତାକୁ ଅବୟୀଭାବ ସମାସ କୁହାଯାଏ। ଏଠାରେ